ଆଜି ଆମେ ଜାଣିବା ଘରେ ବସି କେମିତି ବାର୍ଥ ସାର୍ଟିଫିକେଟ୍ ବା ଡେଥ୍ ସାର୍ଟିଫିକେଟ୍ କେମିତି ନିଜ ମୋବାଇଲରେ ବାହାର କରିବେ। ସେଥିପାଇଁ ଆପଣ କୌଣସି ବ୍ରାଉଜରକୁ ଯିବେ, ସେଥିରେ ଲେଖିବେ ULB ଓଡ଼ିଶା। ଲେଖିଲା ପରେ ଦେଖିବେ ପେଜ୍ ଖୋଲିଯିବ, ସେଥିରେ ଲେଖା ହେଇଛି ଅନଲାଇନ୍ ସିଟିଜେନ୍ ସର୍ଭିସ୍। ସେଠିକି ଯିବେ। ରୁରାଲ୍ ହଉ ବା ଉର୍ବାନ୍ ହଉ, ଯଦି ସହରରେ ଜନ୍ମଗ୍ରହଣ କରିଥିବେ ବା ଡେଥ୍ ହେଇଥିବେ ଉର୍ବାନ୍ ହେବ, ଯଦି ଘର ପାଖରେ ହେଇଥିବେ ତାହେଲେ ରୁରାଲ୍ ହେବ। ଯେହେତୁ ମୁଁ ଏଇ ଘର ପାଖରେ ଯେଉଁ ଏରିଆ ଦେଇଥିଲେ ସେଥିପାଇଁ ରୁରାଲ୍ ମାରୁଛି। କିଛି ସମୟ ଲୋଡ୍ ନେଉଛି। ଲୋଡ୍ ନେଲା ପରେ ଖୋଲିଗଲା। ସେଥିରେ ଆମେ ଡେଟ୍ ପକାଇଦେବା, ଯେଉଁ ଡେଟ୍ରେ ଡେଥ୍ ହେଇଥିଲେ। ଏଠି ମୁଁ ଡେଥ୍ ସାର୍ଟିଫିକେଟ୍ଟା କାଢ଼ୁଛି, ସେଥିପାଇଁ ଡେଥ୍ କତିକି ଗଲି। ଆଉ ତା ଯେଉଁ ଡେଟ୍ର ଡେଥ୍ ହେଇଥିଲେ ସେ ଡେଟ୍ ପକାଇଲି, ଆଉ ତା ରେଜିଷ୍ଟ୍ରେସନ୍ ନମ୍ବର ମାରିଦେଲି। ଏତେ ଖୋଲିଗଲା। ଏଠି ସହଜରେ ଆସିବ। ଏଠି ଡାଉନଲୋଡ୍ ଭିୟୁରେ ଅଛି। ମୋବାଇଲ୍ ନମ୍ବର ଦେବେ, ଯେଉଁ ମୋବାଇଲ୍ ନମ୍ବର ଆପଣଙ୍କର ଲିଙ୍କ୍ ଥିବ ସେ ମୋବାଇଲ୍ ନମ୍ବର ଦେବେ। ମୋବାଇଲ୍ ନମ୍ବରଟା ମୁଁ ଦେଇଦେଉଛି। ସେଣ୍ଡ OTP ଉପରେ କ୍ଲିକ୍ କରୁଛି। କ୍ଲିକ୍ କଲା ପରେ ଗୋଟେ OTP ଯିବ ନିଜ ମୋବାଇଲ୍ କି। OTPଟା ଆସିଗଲା। OTPଟା ଦେଇଦେଉଛି। ଡାଉନଲୋଡ୍ ସାର୍ଟିଫିକେଟ୍ ଉପରେ କ୍ଲିକ୍ କରୁଛି। ଏହିପରି ଭାବରେ ଆପଣ ଘରେ ବସି ନିଜ ମୋବାଇଲରେ କରିପାରିବେ ସବୁକିଛି। ସାର୍ଟିଫିକେଟ୍ଟା ଡାଉନଲୋଡ୍ ହେଇଗଲା। ଡାଉନଲୋଡ୍ ହେଇଗଲା ପରେ ତାକୁ ମୁଁ ଭେରିଫାଇ କରୁଛି। ମାରିଲା ପରେ ସପୋର୍ଟ ନେଉନି ବୋଧେ। ଆଉ ଥରେ ଦେଖିବା, ଟ୍ରାଏ କରିବା। ବର୍ତ୍ତମାନ ବି ସେୟା ହେଲା। ଫେର ଆଉ ଥରେ ଦେଖିବା, ଟ୍ରାଏ କରୁଛି। ଯେହେତୁ ଏଇ କମ୍ପ୍ୟୁଟରଟା ହ୍ୟାଙ୍ଗ କରୁଛି ସେଥିପାଇଁ ହେଉନି। ଆପଣ ଟ୍ରାଏ କରିବେ।